ଯେମିତି ଯେମିତି ଖରାର ତାପମାତ୍ରା ବଢ଼ି ଚାଲିଛି, କିଛି ନା କିଛି ଡେଲି ଥଣ୍ଡା ଥଣ୍ଡା ଖାଇବାକୁ ତ ଇଚ୍ଛା ହେଉଛି। ଆଉ ଏମିତିରେ ବି ତ ଏବେ ତରଭୁଜର ସିଜିନ୍ ଚାଲିଛି, ସମସ୍ତଙ୍କ ଘରେ ପ୍ରାୟ ତରଭୁଜ ଥିବ। ତେଣୁ ଆଜି ମୁଁ ତରଭୁଜରୁ ଆଇସ୍କ୍ରିମ୍ ତିଆରି କରିଛି। ବହୁତ ଟେଷ୍ଟି ଲାଗିବ। ନାଲି ନାଲି ମିଠା ମିଠା ଏ ଆଇସ୍କ୍ରିମ୍ ବନିଯିବ ଘରର ଗୋଟେ ଦୁଇଟା ସାମଗ୍ରୀରୁ। ଆଉ ଆପଣ ନା ମାର୍କେଟ ଭୁଲିଯିବେ ଖାଇବା, ଏତେ ଟେଷ୍ଟି ଲାଗିବ। ଆଉ ଏମିତିକା ଆଇସ୍କ୍ରିମ୍ ତ ଆପଣଙ୍କୁ ମାର୍କେଟରୁ ବିଲକୁଲ ବି ମିଳିବନି। କିନ୍ତୁ ପିଲାବେଳ କଥା ତ ନିଶ୍ଚିନ୍ତ ମନେ ପଡ଼ିଯିବ ଏଇ ଆଇସ୍କ୍ରିମ୍ ଖାଇଲେ। ଆଉ ଛୁଆଠୁ ବଡ଼ ସମସ୍ତେ ଖାଇପାରିବେ, କାରଣ ଏଇଟା ଫ୍ରୁଟ୍ସରୁ ତିଆରି ହେଇଛି, କୌଣସି ଆର୍ଟିଫିସିଆଲ କଲର୍ ନାହିଁ। କେବଳ ଫ୍ରୁଟ୍ସରୁ ଏତେ ସୁନ୍ଦର ଆଇସ୍କ୍ରିମ୍ ଆପଣ ଘରେ ତିଆରି କରିପାରିବେ। ତେବେ ଡେରି କ'ଣ କରିବା, ଚାଲନ୍ତୁ ବନେଇବା। ତରଭୁଜର ଆଇସ୍କ୍ରିମ୍ ବନେଇବା ପାଇଁକି ନା ଏଇଠି ନେଇଯାଇଛି କିଛି ତରଭୁଜ, ଆଉ ତାକୁ ଚୋପା ଛଡ଼େଇକି ଭଲ ଭାବେ କାଟିକି ନେଇ ଆସିଛି। ଭଲ କି ଚୋପା ଛଡ଼େଇବେ, ଯେମିତି ଧଳା ଭାଗଟାକୁ ରଖିବେନି। ନାଲି ନାଲି ରହିଲେ ତରଭୁଜ ଆଇସ୍କ୍ରିମ୍ର କଲର୍ଟା ବି ବହୁତ ହି ବଢ଼ିଆ ଆସିବ। ଆଉ ଯେମିତି ତରଭୁଜ ନେବେ ସେଇଭଳି ଭାବରେ ଆଇସ୍କ୍ରିମ୍ର କଲର୍ ମଧ୍ୟ ଆସିବ। ଏବେ କ'ଣ କରିବି ନା, ଉପରୁ ଯେତିକି ଦେଖାଉଛି ମଞ୍ଜି କାଢ଼ି ନେବି। ସବୁ ମଞ୍ଜି ତ କାଢ଼ିବା ସମ୍ଭବ ହେବନି, କିନ୍ତୁ ଯେତିକ ଆପଣ କାଢ଼ିପାରିବେ ସେଇଭଳି କାଢ଼ି ନେବେ। ଏଇଠି ମୁଁ କାଢ଼ିକିନା ଏଇଠି ପିସେସ୍ କରିକିନା କାଟିକି ନେଇ ଆସିଛି ଛୋଟ ଛୋଟ କରିକିନା। ଆଉ ସବୁ ମଞ୍ଜି ତ ବାହାରିଲାନି, ଯେତିକି ଗୋଟେ ଦୁଇଟା ଅଛି ସେଟା ରହିବ, ଚଳିବ। ଆଉ ଏବେ କ'ଣ କରିବି ନା, ୟାକୁ ବ୍ଲେଣ୍ଡିଂ ଜାର୍ରେ ଦେଇକିନା ତାକୁ ମୁଁ ବ୍ଲେଣ୍ଡ କରିନେବି। ଆଉ ଏବେ ତାକୁ ବ୍ଲେଣ୍ଡ କରିବେ, ପାଣି ଦେବେନି, ସେମିତି ହିଁ ବ୍ଲେଣ୍ଡ କରିବେ। ଏବେ ଦେଖନ୍ତୁ ତରଭୁଜ ଭଲ କି ବ୍ଲେଣ୍ଡ ହେଇଗଲା, ଆଉ ତରଭୁଜର ଜୁସ୍ ହିଁ ଦରକାର। ଆଉ ଏବେ କ'ଣ କରିବି ନା, ଷ୍ଟ୍ରେନର୍ରେ ତାକୁ ଛାଣି ନେବି। ଯେତିକ ବି ଖଦଡ଼ା ଥିବ, ମଞ୍ଜି ଥିବ, ଆଉ କିଛି ଖଦଡ଼ା ଅଂଶ ଥିବ, ସେଗୁଡ଼ିକ ଭଲ ଭାବରେ ବାହାରିଯିବ। ଏଇଠି ଦେଖନ୍ତୁ ତରଭୁଜର ନାଲି ନାଲି ରସ ଗୁଡ଼ାକ କେତେ ସୁନ୍ଦର ଭାବେ ବାହାରି ଆସିଛି। ତେଣୁ ଯେଉଁଭଳିଆ ଆପଣ ତରଭୁଜ ନେବେ ସେଇଭଳିଆ ଆଇସ୍କ୍ରିମ୍ର କଲର୍ ମଧ୍ୟ ଆସିବ। ଚାଲନ୍ତୁ ଏବେ ନେକ୍ସଟ ପ୍ରୋସେସ୍କୁ ଯିବା। ଏଠି ଗୋଟେ କଢ଼େଇ ବସାଇ ନେଇଛି, ଗ୍ୟାସ୍ ଅନ୍ କରିକିନା ଏବେ ଏଥିରେ ତରଭୁଜର ସବୁତକ ଜୁସ୍ ଦେଇଦେବି। ଆଉ ଏକୁ ଟିକେ ଚଲେଇ ନେଇକିରି ଏବେ ଛାଡ଼ିଦେବି ଗୋଟେ ଫୁଟ ଆସିବା ପର୍ଯ୍ୟନ୍ତ। ବସ୍ ବେଶୀ ଫୁଟେଇବାର ନାହିଁ, ଜଷ୍ଟ ଖାଲି ଗୋଟେ ଫୁଟ ଆସିବା ପର୍ଯ୍ୟନ୍ତ ଛାଡ଼ିଦେବି। ତା ଭିତରେ ଚାଲନ୍ତୁ ଗୋଟେ ସ୍ଲରି ପ୍ରସ୍ତୁତ କରିବା। ସେଥିପାଇଁ ଗୋଟେ ବାଉଲ୍ ନେଇଯାଇଛି। ଏବେ ଏଥିରେ ଗୋଟେ ବଡ଼ ଚାମଚ କର୍ଣ୍ଣଫ୍ଲୋର ପାଉଡ଼ର ଦେଇଦେବି, ଆଉ 2 ବଡ଼ ଚାମଚ ପାଣି ଦେଇଦେବି। ମୁଁ ଅନୁମାନରେ ଦେଉଛି, ଆପଣ ଯଦି ଅନୁମାନ ପାଇବେନି ତ 2 ବଡ଼ ଚାମଚ ଯେଉଁଥିରେ କର୍ଣ୍ଣଫ୍ଲୋର ଦେଇଥିବେ ସେଇଥିରେ 2 ବଡ଼ ଚାମଚ ପାଣି ଦେଇଦେବେ, ନର୍ମାଲ ପାଣି। ଆଉ ଏକୁ ଗୋଳେଇ ନେବି, ଭଲ ଭାବରେ ମିକ୍ସ କରିନେବି। ଆଉ ଏବେ ପ୍ରସ୍ତୁତ ହେଇଗଲା କର୍ଣ୍ଣଫ୍ଲୋର ପାଣିର এই ସ୍ଲରିଟା। ଏବେ ଏକୁ ସାଇଡ଼ରେ ରଖିବି। ଚାଲନ୍ତୁ ଦେଖିବା ତରଭୁଜର ଜୁସ୍ଟା ଫୁଟିଲାଣି ନା ନାହିଁ। ଏଠି ଦେଖନ୍ତୁ ପାଖାପାଖି ଏଠି ଫୁଟି ଆସିଲାଣି। ଆଉ ବେଶୀ ଫୁଟେଇବାର ନାହିଁ, ଜଷ୍ଟ ଟିକେ ଫୁଟିବ ସେତିକ ହିଁ। ତାପରେ ଏବେ ଏଥିରେ ଦେଇଦେବି ମିଠା ପାଇଁକିନା ଚିନି। ଚିନି ଏଠି ମୁଁ ହାଫ୍ କପ୍ ନେଇଛି, ଏମିତିରେ ବି ତରଭୁଜ ମିଠା ଥାଏ। ତାପରେ ଆପଣଙ୍କ ହିସାବରେ ଆପଣ କେତେ ମିଠା ଦରକାର ସେଇ ହିସାବରେ ପକାଇବେ। ଆଉ ଆଇସ୍କ୍ରିମ୍ରେ ଟିକେ ଅଧିକ ଚିନି ପକାଇବେ। ଏବେ ଆପଣ ଟେଷ୍ଟ କଲା ପରେ ଆପଣଙ୍କୁ ଠିକ୍ ଲାଗୁଥିବ, କିନ୍ତୁ ଯେତେବେଳେ ଆଇସ୍କ୍ରିମ୍ ହେଇଯିବ, ଥଣ୍ଡା ହେଲା ପରେ ଯେତିକ ଚିନି ପକାଇଥିବେ ଟିକେ ଫିକାଳିଆ ଲାଗିବ। ତେଣୁ ଆପଣ ଦେଖିକିନା ଚିନିକୁ ଆଡ଼ଜଷ୍ଟ କରିନେବେ ଆପଣଙ୍କ ହିସାବରେ। ତାପରେ ଏବେ ଏଥିରେ ଦେଇଦେବି କର୍ଣ୍ଣଫ୍ଲୋର ଆଉ ପାଣିର ଯେଉଁ ସ୍ଲରି ବନେଇକି ରଖିଛି, ସେଥିପାଇଁ ଥରେ ଏଭଳିଆ ଚଲେଇ ନେବି। ତାପରେ ଏଥିରେ କର୍ଣ୍ଣଫ୍ଲୋର ପାଣିକୁ ଦେବେ। ଏକାଥରେ ଦେଇଦେଲେ ବିଣ୍ଡା ହେଇଯିବାର ସମ୍ଭାବନା ଥାଏ, ତ ଏଇଭଳିଆ ଚଲେଇକି ଦେବେ। ଆଉ ତାପରେ ପକାଇ ସାରିଲା ପରେ ତାକୁ ଏମିତି କଣ୍ଟିନ୍ୟୁଅସ୍ ଚଲେଇବେ, ତାପରେ ଠିକ୍ ହେଇଯିବ। ଆଉ ଆପଣ କଲର୍ ଦେଖୁଛନ୍ତି, ଚିନି ଯେହେତୁ ପଡ଼ିଲା କଲର୍ଟା ଆହୁରି ଫୁଟିକି ବାହାରୁଛି। ବହୁତ ହି ବଢ଼ିଆ କଲର୍ ଆସିଛି ସତରେ। ତାପରେ ଏବେ ଏଥିରେ 2 ଛୋଟ ଚାମଚ ଦେଇଦେବି ଲେମ୍ବୁର ରସ। ୟାକୁ ପକାଇବା ଦ୍ୱାରା ବହୁତ ହି ବଢ଼ିଆ ଖଟା ମିଠା ଟେଷ୍ଟ ଆସିଥାଏ। ଟେଷ୍ଟ ବହୁତ ବଢ଼ିଆ ବାଲାନ୍ସ ହେଇକି ରହିଥାଏ, ବହୁତ ଭଲ ଲାଗିଥାଏ। ନିଶ୍ଚିନ୍ତ ପକାଇବେ। ଆଉ ୟାକୁ ଏବେ ମିକ୍ସ କରିନେବି। ତାପରେ ଏବେ ଏଥିରେ ଦେଇଦେବି ଅଳ୍ପ ଟିକେ କଳା ଲୁଣ ବା ବିଟ ଲୁଣ। ୟାକୁ ଟିକେ ଦେବା ଦ୍ୱାରା ବହୁତ ହି ବଢ଼ିଆ ଟେଷ୍ଟ ବାଲାନ୍ସ ହେଇକି ରହିଥାଏ। ଆଉ ମିଠାର ଟେଷ୍ଟ ମଧ୍ୟ ବଢ଼ି ଯାଇଥାଏ, ଆଉ ବାସ୍ନା ଭଲ ଆସିଥାଏ, ବହୁତ ହି ବଢ଼ିଆ ଲାଗିଥାଏ। ନିଶ୍ଚିନ୍ତ ୟାକୁ ମଧ୍ୟ ପକାଇବେ। ଆଉ ୟାକୁ ଭଲ ଭାବରେ ମିକ୍ସ କରିନେବି। ସାଇଡ଼୍ ଗୁଡ଼ା ଲାଗିଛି ତାକୁ ସ୍କ୍ରବ୍ କରିକିନା ଭଲକି ମିକ୍ସ କରିନେବି। ଆଉ ବର୍ତ୍ତମାନ ଏଇଟା ପ୍ରସ୍ତୁତ ହେଇଯାଇଛି। ଆପଣ କନସିଷ୍ଟେନ୍ସି ଦେଖୁଛନ୍ତି, ଟିକେ ଯେଉଁ ଖାଲି ଜୁସ୍ଟା ଟିକେ ପାଣିଆ ଥାଏ, ତ ଏମିତି ଟିକେ କର୍ଣ୍ଣଫ୍ଲୋର ପକାଇବା ଦ୍ୱାରା ବଢ଼ିଆ ଭାବରେ ଷ୍ଟ୍ରକ୍ଚର୍ ଆସିଯାଇଛି। ଏବେ ୟାକୁ ମୁଁ ଭଲ ଭାବରେ ଥଣ୍ଡା ହେବା ପାଇଁ କିଛି ସମୟ ଛାଡ଼ିଦେବି। ଫ୍ୟାନ୍ ତଳେ ହେଉ ଯେଉଁଠି ହେଲେ ଛାଡ଼ିଦେବେ ଭଲ ଭାବେ ଥଣ୍ଡା ହେବା ପାଇଁ।
ଦେଖନ୍ତୁ ଏଇଠି ଭଲ ଭାବରେ ଏବେ ଥଣ୍ଡା ହେଇଯାଇଛି ଆଉ ଥଣ୍ଡା ହେଲା ପରେ ୟାର କଲର୍ଟା ଆହୁରି ଗାଢ଼ ଦେଖାଯାଉଛି। ଆଉ ଏବେ ଚାଲନ୍ତୁ ଏବେ ଆଇସ୍କ୍ରିମ୍ ପ୍ରସ୍ତୁତ କରିବା ପାଇଁକିନା ଜାଗା ଠିକ୍ କରିନେବା। ତ ଏଠି ମୁଁ ଆଇସ୍କ୍ରିମ୍ ମୋଲ୍ଡ ନେଇଛି, ମୋ ପାଖରେ ଥିଲା ତ ମୁଁ ନେଇଛି, ଜରୁରୀ ନାହିଁ ଆପଣ ଏଇଟା ନେଇପାରିବେ। ଆପଣ ଏମିତି କଫି କପ୍ ଛୋଟ ଛୋଟ ନେଇପାରିବେ, ନହେଲେ ଯେକୌଣସି ଛୋଟ ଛୋଟ କାଚ ଗ୍ଲାସ୍ କିମ୍ବା ଘରେ ଯେଉଁଟା ଆଭେଲେବୁଲ୍ ଥିବ ଯେଉଁଥିରେ ଆଇସ୍କ୍ରିମ୍ ବନେଇକି ଖାଇପାରିବେ ସେସବୁ ଜାଗା ଆପଣ ନେଇଯିବେ। ତାପରେ କାଠି ଯୋଗାଡ଼ କରି ନେଇକି ଆପଣ ବନେଇ ପାରିବେ ଆରାମସେ ଆଇସ୍କ୍ରିମ୍। ତ ମୋ ପାଖରେ ମୋଲ୍ଡ ଥିଲା ତ ଏବେ ମୁଁ ମୋଲ୍ଡରେ ସବୁ ଭରି ନେବି। ଆଉ ଏଠି ଦେଖନ୍ତୁ ଏଭଳି ଭାବରେ ମୁଁ ସବୁତକ ଭରି ନେଇଛି। ଏଠି ଦେଖନ୍ତୁ ଯେତିକି ଜାଗା ଥିଲା ଭରି ନେଇଛି, ଆଉ ତଥାପି ମୋର ବାକି ରହିଯାଇଛି ସେଇଠି କିଛି। ଆଉ ତ ତାକୁ ମୁଁ ବିଲକୁଲ ଫୋପାଡ଼ିବିନି, କାଚ ଗ୍ଲାସ୍ ଗିନା ଯାହା ବି ଘରେ ଅଛି ତା ଦେହରେ ମୁଁ ଆଇସ୍କ୍ରିମ୍ ପାଇଁକିନା ବସେଇ ନେବି। ଆଉ ଏବେ ଏଥିରେ ଆଇସ୍କ୍ରିମ୍ ବୋଲ୍ଡରେ ତାର କାଠି ଗୁଡ଼ାକ ସବୁ ସଜେଇକି ଦେଇଦେବି। ଆଉ ଏଠି ଏବେ ହେଇଯାଇଛି ରେଡ଼ି। ୟାକୁ ଏବେ ଡିପ୍ ଫ୍ରିଜରରେ ରଖିନେବି 10ରୁ 12 ଘଣ୍ଟା ପର୍ଯ୍ୟନ୍ତ। ଏବେ 10ରୁ 12 ଘଣ୍ଟା ହେଇଯାଇଛି, ଚାଲନ୍ତୁ ଡିମୋଲ୍ଡ କରିବା। 5 ମିନିଟ୍ ବାହାରେ ଛାଡ଼ିଦେଲେ ଇଜିଲି ମୋଲ୍ଡରୁ ବାହାରି ଆସିବ। ଆଉ ଯଦି ଆପଣ ସାଙ୍ଗେ ସାଙ୍ଗେ ଖାଇବା ପାଇଁ ଚାହୁଁଛନ୍ତି ତାହେଲେ ଏମିତି ପାଣିରେ 1 ମିନିଟ୍ ପର୍ଯ୍ୟନ୍ତ ବୁଡ଼େଇକି ରଖିନେବେ, ଆଉ ସେ ବାହାରି ଆସିବ। ଆଉ ଏଠି ଦେଖନ୍ତୁ ପାଣିରେ ମୁଁ 1 ମିନିଟ୍ ବୁଡ଼େଇକି ରଖିନେଇଥିଲି, ଆଉ ଦେଖନ୍ତୁ କେତେ ବଢ଼ିଆ ଇଜିଲି ବାହାରି ଆସୁଛି। ଦେଖିବା ପାଇଁ କେତେ ସୁନ୍ଦର ଦେଖାଯାଉଛି ଦେଖନ୍ତୁ। ଆଉ ଖାଇବା ପାଇଁ ବହୁତ ଟେଷ୍ଟି ହେଇଥିଲା, ଚୁସ୍କି ଯେମିତି ଲାଗେ ତାର ଫ୍ଲେଭର ଆସୁଥିଲା, ତା ସହିତ ତରଭୁଜ ପୁରା ମଜା ଆସିଯିବ। ନିଶ୍ଚିତ ଘରେ ଥରୁଟିଏ ବନାନ୍ତୁ, ଫ୍ୟାମିଲି ସହିତ ଏନ୍ଜୟ କରନ୍ତୁ। କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାଇବେ। ନୂଆ ଆସିଥିଲେ ସବସ୍କ୍ରାଇବ୍ କରିଦେବେ, ଚ୍ୟାନେଲକୁ ଲାଇକ୍ ସେୟାର କରିଦେବେ ଫ୍ରେଣ୍ଡ ଫ୍ୟାମିଲି ସହିତ। ଆଉ ପୁଣି ଆସିବି ଏମିତିଆ ନୂଆ ମଜାଦାର ରେସିପି ସହିତ। ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ। ଧନ୍ୟବାଦ, ଜୟ ଜଗନ୍ନାଥ।